ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ। ମୌସୁମୀ ଫେରିବା ସମୟ ଉପନୀତ। ସମ୍ପୂର୍ଣ୍ଣ ଭିଡ଼ିଓକୁ ଯିବା ପୂର୍ବରୁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ତା ସହିତ ପାଖରେ ଥିବା ଘଣ୍ଟି ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ। ଚାଲନ୍ତୁ ଏବେ ସମ୍ପୂର୍ଣ୍ଣ ଖବରକୁ ଯିବା। ମୌସୁମୀ ଫେରିବା ସମୟ ଉପନୀତ। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶାକୁ ଦେଖାହେଲାଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡ଼ିଶା ମୁହାଁ ହୋଇପାରେ ବୋଲି ମଡେଲର ଅକଳନ ସୂଚନା ମିଳୁଛି। ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିଲା ବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି। ଅଶାନ୍ତ ହେଉଛି ଆଣ୍ଡାମାନ ସାଗର। ୟୁରୋପିଆନ୍ ମଡେଲର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡ଼କୁ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଆଇଏମ୍ଡି ମଡେଲ ମଧ୍ୟ ସମାନ ଆକଳନ କରିଛି। ପଶ୍ଚିମ ବାୟୁ ସହ ଜଡ଼ିତ ବିଷୁବରେଖା ନିକଟସ୍ଥ ତରଙ୍ଗରେ ଉପସ୍ଥିତ ଯୋଗୁଁ ଚଳିତ ମାସ ଶେଷ ବର୍ଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର 2ରୁ 3 ଏହାକୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏହା ଓଡ଼ିଶା ମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡ଼ିଛି। ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ 12 ଅକ୍ଟୋବର 2013 ଅକ୍ଟୋବର ଫାଇଲିନ୍, 2014 ଅକ୍ଟୋବର 12ରେ ହୁଡ଼ହୁଡ଼, 2018ରେ ତିତ୍ଲିକୁ ସାମ୍ନା କରିଛି ଓଡ଼ିଶା। ଏହି ଅକ୍ଟୋବର ମାସ ବାତ୍ୟା ଓଡ଼ିଶାକୁ ଛାରଖାର କରିବା ନଜିର ରହିଛି। ଏହାର ଛଡ଼ା 1999 ମହାବାତ୍ୟାଟି ଏବେ ବି ଲୋକଙ୍କୁ ଭୁଲି ନାହାନ୍ତି। 2013 ଅକ୍ଟୋବରରେ ସଂଘଟିତ ଫାଇଲିନ୍ ବାତ୍ୟାର ପବନର ବେଗ ଥିଲା ଘଣ୍ଟା ପ୍ରତି 220 କିଲୋମିଟର। ରାଜ୍ୟରେ 18,374 ଗ୍ରାମ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା। 13.24 ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ। ସେହିପରି 2014 ଅକ୍ଟୋବରରେ ସଂଘଟିତ ହୁଡ଼ହୁଡ଼ ବାତ୍ୟାର ପବନର ବେଗ ଥିଲା 103 ପ୍ରତି ଘଣ୍ଟା। ଏହାର ବାତ୍ୟାର 9,657 ଗ୍ରାମରେ 3.34 ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। 2018 ଅକ୍ଟୋବରରେ ଆସିଲା ବାତ୍ୟା ତିତ୍ଲି। ଘଣ୍ଟା ପ୍ରତି 130 କିଲୋମିଟର ବେଗରେ ପବନ ବୋହିବାରେ ଏହାର ବାତ୍ୟାର 8,641 ଗ୍ରାମ ପ୍ରଭାବିତ ହୋଇଥିଲେ। 6.3 ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ। ସେପଟେ ଗତ 3 ବର୍ଷ ଅକ୍ଟୋବର ମାସରେ କୌଣସି ବଡ଼ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇନାହିଁ। ହେଲେ ଚଳିତ ବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ଼ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି। ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଆସୁଥିବା ବାତ୍ୟାଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇଥାଏ। ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ବ୍ୟୁରୋ ରିପୋର୍ଟ, ଜାଗ୍ରତ ଓଡ଼ିଆ ନ୍ୟୁଜ୍।